ଏକ ସବୁଜ ଜଙ୍ଗଲରେ ରାନୁ ନାମରେ ଏକ ବୁଦ୍ଧିମାନ ଚଢ଼େଇ ବସବାସ କରୁଥିଲା। ରାନୁ ସତ୍ୟ ଓ ସନ୍ତୋଷକୁ ଗୁରୁତ୍ୱ ଦେଉଥିଲା। ସେ ଅଳ୍ପକେ ସନ୍ତୁଷ୍ଟ ରହିବାକୁ ପସନ୍ଦ କରୁଥିଲା। ଦିନେ ଜଙ୍ଗଲ ମଝିରେ ଉଡ଼ୁ ଉଡ଼ୁ ସେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିଲା। ଗଛ ତଳେ ଏକ ସୁନାର କଳସ ପଡ଼ିଥିଲା। କଳସଟି ଖୁବ୍ ଚମକୁଥିଲା। ରାନୁ ଆଶ୍ଚର୍ଯ୍ୟ ହେଲା ଓ ଭାବିଲା, ଏତେ ମୂଲ୍ୟବାନ ଜିନିଷ ଯଦି ମୋର ହୋଇଯାଏ, ମୁଁ ସବୁଠାରୁ ବଡ଼ ଧନୀ ହେଇଯିବି। କିନ୍ତୁ ସେ ପୁଣି ଭାବିଲା, ଏହା ନିଶ୍ଚୟ କାହାର ହଜିଯାଇଛି। ଲୋଭ କରିଲେ ମନ ଶାନ୍ତ ରହେ ନାହିଁ। ରାନୁ କଳସଟି ନେବାକୁ ଚାହିଁଲା ନାହିଁ। ସେ ଜଙ୍ଗଲର ସମସ୍ତ ପଶୁ ଓ ପକ୍ଷୀମାନଙ୍କୁ ଡାକି ସୁନା କଳସ ବିଷୟରେ କହିଲା। କିଛି ସମୟ ପରେ ଜଣେ ଋଷି ସେଠାକୁ ଆସିଲେ। ସେ କହିଲେ, ସୁନା କଳସଟି ତାଙ୍କର ହଜିଯାଇଛି। ରାନୁଙ୍କ ସତ୍ୟବାଦିତା ଓ ସତ୍କର୍ମ ଦେଖି ଋଷି ବହୁତ ଖୁସି ହେଲେ। ସେ ରାନୁକୁ ଆଶୀର୍ବାଦ କରି କହିଲେ, ସଦା ସନ୍ତୋଷ ଓ ସତ୍ୟବାନ ରୁହ। ରାନୁ ବୁଝିଲା ଯେ ସତ୍ୟ ଓ ସନ୍ତୋଷ ହିଁ ସବୁଠାରୁ ବଡ଼ ଧନ। ନୀତି ଶିକ୍ଷା: ଲୋଭ ଛାଡ଼ି ସତ୍ୟ ଓ ସନ୍ତୋଷର ପଥ ଧରିଲେ ସଦା ସମ୍ମାନ ଓ ସୁଖ ମିଳେ।